जो गीत गोविंद को ଭଗବାନଙ୍କ स्वयं ଆଗରେ जगन्नाथ श्रवण करी शयन करिଥାନ୍ତି ଏବଂ ଶ୍ରବଣ କରି ମଧ୍ୟ ଜାଗ୍ରତ ହୋଇଥାନ୍ତି। ଇଏ ସେଇ ଗୀତ ଗୋବିନ୍ଦ ଯାହା ଜଗନ୍ନାଥ ଜୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଏଇ ଜୟଦେବ ଗୋସ୍ୱାମୀଙ୍କର ଗୀତ ଗୋବିନ୍ଦ ଜଗନ୍ନାଥଙ୍କର ଅତି ପ୍ରିୟ ହୋଇଥିବାରୁ ଭକ୍ତ ମାନଙ୍କର ମଧ୍ୟ ଏହା ଅତି ପ୍ରିୟ ଅଟେ। ତାହେଲେ ଆଜି ଜୟଦେବ ଗୋସ୍ୱାମୀଙ୍କର ତିରୋଭାବ ଉପଲକ୍ଷେ ଆମେ କିଛି ସୁନ୍ଦର ଜୟଦେବ ଗୋସ୍ୱାମୀଙ୍କ ଲୀଳା ବର୍ଣ୍ଣନା କରିବା। ନିଶ୍ଚିତ ଭାବେ ଆପଣମାନେ ଶ୍ରବଣ କରିବି ଏବଂ ଆନନ୍ଦ ପ୍ରାପ୍ତ କରିବା। ଶ୍ରୀମଦ୍ ଭାଗବତରେ କୁହାଯାଇଛି ଯେତେବେଳେ ସୂତ ଗୋସ୍ୱାମୀ ସୈନିକ ଋଷିମାନଙ୍କୁ ଶ୍ରୀମଦ୍ ଭାଗବତମ୍ ବିଷୟରେ ରଚନା ବର୍ଣ୍ଣନା ବିଷୟରେ କହୁଛନ୍ତି। ସୈନିକ ଋଷିମାନେ କହୁଛନ୍ତି ପ୍ରଭୁ ଅର୍ଥାତ୍ हे ସୂତ ଗୋସ୍ୱାମୀ ଯଦି ଏ କଥା कृष्ण कथा उदितं कृष्ण कथा उदितं अर्थात यदि एक कथारे भगवानकर कृष्ण उदित हब भगवानकर कथा उदित हब अर्थात यदि एक कथा भगवान कृष्णଙ୍କ कथा सहित संपर्क अछि ताहले आपण वर्णना करंतु नचेत वर्णना करंतु नाही। ଆପଣ ମାନେ ଚିନ୍ତା କରନ୍ତୁ परीक्षित महाराज भागवतम भगवानकर भक्त श्रीमद् भागवतम रचना करुଥିବା व्यक्ति ମଧ୍ୟ सुखदेव गोस्वामी महाभागवतम जोठी गुरु महाभागवतम शिष्य महाभागवतम एवं एकत्र होइଥିବା समस्त भक्त वृंद ମଧ୍ୟ महाभागवतम ताहले से जगह कौन आलोचना हबो निश्चिंत रूपे भगवान कर कथा आलोचना हबो निश्चिंत रूपे भक्त मानकर कथा आलोचना हबो जो भक्त मानक कथा द्वारा भगवान कर कथा संबोधित अटे बा जो कथारे भगवान कर कथा उदित होता है। परीक्षित महाराजों जोगु कृष्णकर कथा आज उदित होइछि। भक्त पाई भगवान यदि भक्त न थांते भगवान को किए चिन्ह था यदि गुरुदेव न थांते भावतु आमको भगवान बोले चिन्ह था किए से तेणु भक्त को भगवान चिन्हांती यदि कहवा भक्त भगवान को चिन्हांती अर्थात भक्त जोगु आज भगवान फेमस यदि भगवान कर भक्त कहीं न थांते किए जानता भगवान ये भगवान को जानता किए से भगवान कर महिमा भगवान कर गुण लीला किपरि प्रसिद्ध होई परिवो यदि भक्त न रहिबे तेणु सेतिपे कहा जाउची भक्तर कथा होची भगवान कर कथा बा भगवान कर कथा रे भक्तर कथा लुचि रही थाए। तेणु सेही परि जणे भक्त अपन दयाकरी म्यूट करंतु बार बार अनम्यूट रेकॉर्डिंग होची एफआईआर दे हबो थाना रे। तेणु कौन कहतली
हरे कृष्ण। हरे कृष्ण प्रभु। भक्तर कथा कहे भगवान भगवान ପାଇଁ ଭକ୍ତ ଲୁଚି ରହିଥାଏ। ଗୋଟେ କଣ ଟପିକଟା କଣ ଥିଲା ବୁଝିପାରିଲି। ତେଣୁ କହିବାର ଉଦ୍ଦେଶ୍ୟ ହଉଛି ଯେ ସେହିପରି ଜଣେ ବିଶିଷ୍ଟ ଭକ୍ତ ଭଗବାନ କୃଷ୍ଣଙ୍କର, ଯାହାଙ୍କର ନାମ ହଉଛି ଜୟଦେବ ଗୋସ୍ୱାମୀ। ଆପଣ ଏ ନାମ ନିଶ୍ଚିତ ରୂପେ ଶୁଣିଥିବେ। ତେଣୁ ଜୟଦେବ ଗୋସ୍ୱାମୀ ଜଗନ୍ନାଥଙ୍କର ଏତେ ପ୍ରିୟ ଥିଲେ, ସ୍ୱୟଂ ଜଗନ୍ନାଥ ଡିକ୍ଲେୟାର କରୁଛନ୍ତି, ଘୋଷଣା କରୁଛନ୍ତି, ଜୟଦେବ ହଉଛି ମୋର ସ୍ୱରୂପ। ଯଦି ପ୍ରଶ୍ନ ଉଠେ ଭଗବାନଙ୍କର ସ୍ୱରୂପ କିପରି? ସତ୍ ଚିତ୍ ଆନନ୍ଦମୟ। ସେହିପରି ଜଗନ୍ନାଥ ଜୀ କହୁଛନ୍ତି ଆଜି ଇଏ ଜୟଦେବ ହଉଛନ୍ତି ମୋର ସ୍ୱରୂପ, ମାନେ ଆଜି ଜୟଦେବ ଗୋସ୍ୱାମୀ ହଉଛନ୍ତି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା କହିଲେ ଚଳେ। ଯେପରି ଆମେ ଗଜପତି ମହାରାଜଙ୍କୁ ଭାବୁଛେ ଇଏ ହଉଛନ୍ତି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ସେହିପରି ଜୟଦେବ ଗୋସ୍ୱାମୀ ମଧ୍ୟ ଥିଲେ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। এই জয়দেব গোস্বামী ଭକ୍ତ ଏବଂ ଭଗବାନଙ୍କୁ ସୁଖ ପ୍ରଦାନ କରିଥିବା এই ଜୟଦେବ ଗୋସ୍ୱାମୀ ଶିଲା ପ୍ରଭୁପାଦ କୁହନ୍ତି ବା ଆମର ବୈଷ୍ଣବ ଆଚାର୍ଯ୍ୟ ମାନେ କୁହନ୍ତି, ବଙ୍ଗୀୟ ଦେଶରେ ବା ବଙ୍ଗୀୟ ଦେଶର କେନ୍ଦୁପଲ୍ଲୀ କେନ୍ଦୁବିଲ୍ଲ ଗ୍ରାମବାସୀ ବା କେନ୍ଦୁବିଲ୍ଲରେ ଜନ୍ମଗ୍ରହଣ କରିଛନ୍ତି ବୋଲି ବୈଷ୍ଣବ ମାନେ କୁହନ୍ତି ବା ପ୍ରଭୁପାଦ ଆଚାର୍ଯ୍ୟ ମାନଙ୍କର ଇଏ ହଉଛି ମତ। କେଉଁଠି? ବଙ୍ଗୀୟ ଦେଶର ଯୋଉ କେନ୍ଦୁବିଲ୍ଲ ଗ୍ରାମ, ଗୋଟେ ବୀରଭୂମି ବୋଲି ଗୋଟେ ଜିଲ୍ଲା ଅଛି, ସେ ବୀରଭୂମି ଜିଲ୍ଲାର କେନ୍ଦୁବିଲ୍ଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। କିନ୍ତୁ ଅନ୍ୟ କିଛି ଭକ୍ତମାନେ ମଧ୍ୟ କୁହନ୍ତି ଯେ ଜୟଦେବ ଗୋସ୍ୱାମୀ ଓଡ଼ିଶା ପ୍ରଦେଶର ଏକ ନିପଟ ମଫସଲ କେନ୍ଦୁବିଲ୍ଲ ଗ୍ରାମରେ ଜନ୍ମଗ୍ରହଣ କରିଛନ୍ତି। ଆପଣମାନେ ଜାଣିଥିବେ ପୁରୀରୁ କୋଣାର୍କ ରାସ୍ତାରେ ଗଲାବେଳେ ଗୋଟେ କେନ୍ଦୁବିଲ୍ଲ ବୋଲି ଗୋଟେ ଗାଁ ପଡିବ ଏବଂ ସେଇ ଗାଁରେ ଜୟଦେବ ଗୋସ୍ୱାମୀଙ୍କର ଜନ୍ମଗ୍ରହଣ। ଯାହା ବି ହଉ, ଓଡ଼ିଶା ହଉ ବା ବଙ୍ଗ ହେଉ, କିନ୍ତୁ ଜୟଦେବ ଭଳିଙ୍କ ମହାନ ଭକ୍ତଙ୍କୁ ନିଜ ନିଜ ରାଜ୍ୟର ଅନ୍ତର୍ଭୁକ୍ତ କରି ଆମେ ସମସ୍ତେ ଗୌରବ ମନେ କରୁଛୁ। ଆମ ଓଡ଼ିଶାରେ ଜୟଦେବ ଗୋସ୍ୱାମୀ ଜନ୍ମଗ୍ରହଣ କରିଛନ୍ତି। କିଏ କହୁଛନ୍ତି ଆମ ବଙ୍ଗ ଦେଶରେ ଜୟଦେବ ଗୋସ୍ୱାମୀ ଜନ୍ମଗ୍ରହଣ କରିଛନ୍ତି। ଯାହା ବି ହଉ, ଯେତେବେଳେ ଶୁଦ୍ଧ ଭକ୍ତ ଯେଉଁଠି ଜନ୍ମଗ୍ରହଣ କରିଥାନ୍ତି ସେଠି ଆମେ ସମସ୍ତେ ନିଜକୁ ଗର୍ବ ମନେ କରିଥାଉ। ଏଥିରୁ ପ୍ରମାଣିତ ହେଉଛି ଯେ ଭକ୍ତ ଯେଉଁଠି ଜନ୍ମ ହୋଇଥାନ୍ତି ସେହି ଗ୍ରାମଟି ନିଶ୍ଚିନ୍ତ ପବିତ୍ର ଏବଂ ପ୍ରସିଦ୍ଧ ହୋଇଯାଏ। ଯେମିତିକି ଦୀନବନ୍ଧୁ ମହାନ୍ତି, ଯେମିତିକି ସାଲବେଗ, ଯେମିତିକି ଦାସିଆ ବାଉରୀ, ବା ଯେମିତିକି ରୂପ ସନାତନ ଷଡ଼ ଗୋସ୍ୱାମୀ ବୃନ୍ଦକୁ ଦେଖିବା। ଏମାନଙ୍କର ଗ୍ରାମ ପ୍ରସିଦ୍ଧ କଣ ପାଇଁ ହେଇଛି ନା ଇଏ
साधु माने से ग्राम रे जन्म ग्रहण करिथिबारु से ग्राम सुप्रसिद्ध हो जाइछन्ति। तेणु आज जयदेव गोस्वामी छोटे पिलाटे बेलू मनरे वैराग्य वैराग्यर भावना पिलाटे बेलू एवं पिलाटे बेलू ईश्वर प्रीति भगवान कर प्रीति भगवान कर भजन करिबा जेपरी तुलसी दुई पत्र भासे सेपरी पिलाटी दिनरु जयदेव गोस्वामी ईश्वर भावना वैराग्य भावना सरलता अति सिंपल थिले एवं प्रभुंको भजन रे सर्वदा मन प्राण समर्पण कर देथिले। जयदेव गोस्वामी एते सरल थिले एई सरलतार सुजोग नहीं से ग्रामर जड़े निरंजन नामक जड़े ब्राह्मण से ब्राह्मण का नाम हला निरंजन कल बल कौशल तांकर सबु संपत्ति को अपहरण करिवार षड्यंत्र करिले। पिलाटी ईश्वर भावना अति सरल तेणु ई कपट बा कपटी निरंजन एई सरलतार सुजोग नहीं तांकर समस्त धन संपत्ति को अक्तियार करिया पई षड्यंत्र कले। नकली कागज पत्र तैयारी करी दिने जयदेव को कहिले जयदेव तोर बापा मोठारु 1000 टंका धार नेतिले तांकर परिशोध न करी से असमय रे ए धराधामरु चली गले। तेणु पुत्र हिसाब रे एई जो ऋण को परिशोध करिबा तुमर एकांत कर्तव्य। तुम्हें शीघ्र सुद सहित ऋण को परिशोध कर नचेत सबु घर बाड़ी संपत्ति को मो नारे लिखि दियो। एपरी वचन सुनी जयदेव आदौ मर्माहित हेले नहीं। आमे हितले मर्माहित हो जाइथांते बापा नहीं मां नहीं एकमात्र संपत्ति मोर घर मु किपरि दान देबी। किंतु आपण भाबंतु जयदेव गोस्वामी पिलाटुल वैरागी वैरागर वैरागता पिलाट दिनरु प्रदर्शन करुछंती बा तांगर अंतर्निहित गुण होची वैरागता सांगे सांगे कौनसी आपत्ति बिना निर्विकार चित्तरे सबु संपत्ति घर द्वार को तांको नारे करिदेले किछि कुंठा नहीं निर्विकार चिंता निर्विकार चित्त मनरे किछि लालसा नहीं ये होची भक्तर स्वभाव। सब किछि से ब्राह्मण निरंजन को लिखिदेले। अज्ञ लोक को ठकीदेले भाबे जे केही ताकू देखु नाहंती से अज्ञ लोक मु ठकी दउची केही देखु नाहंती किंतु भगवान को राज्य रे ए सब अनिति चलिबो नाही। हठात निरंजन का घरे निया लगिगला ते निया लगिची हठात सेपटू तांको झियो चित्कार करी कहिला निया लगिगला निया लगिगला निया लगिगला दौड़ी आस ई चित्कार सुनी कौन हला तांकर पिता निरंजन पचारुछंती। झियो कांदी कांदी कहछि बापा शीघ्र चलो अरे कौन हेची
ନା ଘରେ ନିଆଁ ଲାଗିଯାଇଛି, ଘରେ ନିଆଁ ଲାଗିଯାଇଛି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ଏ ନିଆଁ ଲିଭୁନି। ଲାଗୁଛି କୌଣସି ଦେବକୂଟ ହେଉଛି, ଦେବକୂଟ। ଦେବକୂଟ ମିନ୍ସ କୌଣସି ଦେବତା କୂଟ କରିଛନ୍ତି, ସ୍ପେଶାଲ ଅଗ୍ନି ଦେବତା କୂଟ କରିଛନ୍ତି, ଯାହା ଫଳରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏ ଅଗ୍ନି ଲିଭୁନାହିଁ। ନିଆଁ ଲାଗିବା କଥା ଶୁଣି ନିରଞ୍ଜନ ଘରେ ପହଞ୍ଚିବା ପୂର୍ବରୁ ଜୟଦେବ କଣ କଲେ ନା ସାଙ୍ଗେ ସାଙ୍ଗେ ହୁ ହୁ ହୋଇ ଜଳୁଥିବା ନିଆଁ ଭିତରେ ପ୍ରବେଶ କରି ତାଙ୍କର ସମସ୍ତ ଜିନିଷକୁ ନିଆଁରୁ ରକ୍ଷା କରି ନିଆଁକୁ ଲିଭେଇବା ପାଇଁ ଚେଷ୍ଟା କଲେ। ଦେଖନ୍ତୁ, ଦେବକୂଟ ଅର୍ଥାତ୍ ଦେବତା ମାନେ କୂଟ କରିଥିଲେ କଣ ପାଇଁ? ଯେହେତୁ ଜୟଦେବ ଗୋସ୍ୱାମୀ ପ୍ରତି ଅନ୍ୟାୟ ହେଇଥିଲା। କେତେବେଳେ ଅଗ୍ନି ଦେବତା ଭକ୍ତର ସଙ୍ଗ ପ୍ରାପ୍ତ କଲେ, ଜୟଦେବ ଗୋସ୍ୱାମୀଙ୍କ ପରି ଭକ୍ତଙ୍କର ସଙ୍ଗ ଲାଭ କଲେ, ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ ହୋଇଗଲେ। ଲଭେ ମାତ୍ର ସାଧୁ ସଙ୍ଗ ସର୍ବସିଦ୍ଧି হয়। ଲଭେ ଟିକେ ମାତ୍ର ଯଦି ଜଣେ ସାଧୁ ସଙ୍ଗ କରିଥିବ ସେ ନିଶ୍ଚିନ୍ତ ସିଦ୍ଧି ପ୍ରାପ୍ତ କରିବ। ସେହିପରି ଆଜି ଅଗ୍ନି ଦେବତା ଇଏ ସାଧୁଙ୍କର ସଙ୍ଗ ଲାଭ କରି ସନ୍ତୁଷ୍ଟ ହେଇଗଲେ, ଅର୍ଥାତ୍ ନିଆଁ ଲିଭିଗଲା। ଜୟଦେବଙ୍କର ଏଭଳି ପର ଦୁଃଖ କାତରତା ଇଏ ଭକ୍ତର ସ୍ୱଭାବ ବା ଭକ୍ତର ଗୁଣ। ବୈଷ୍ଣବ ଜନ ତୁ ତେରେ କହିयो जो पीरी पराई जाने रे, वैष्णव जन तो तेरे को कहियो। गीत मोर मन पड़नी, ଆପଣ ଜାଣିଛନ୍ତି ବୋଲିପାରିବେ। ଅର୍ଥାତ୍ ବୈଷ୍ଣବ ସେମାନଙ୍କୁ କହିବା ଯୋ ପୀର ପରାଇ, ପରର ଦୁଃଖକୁ ଅନୁଭବ କରିଥିବ, ସିଏ ହଉଛି ବୈଷ୍ଣବ। କଣ୍ଠି ତଳକୁ ଲଗେଇଦେଲେ ଏ ବୈଷ୍ଣବର ରୂପ। କିନ୍ତୁ ବୈଷ୍ଣବ କଣ ଗୁଣ? ଯଦି ଆମେ ପରର ଦୁଃଖରେ ଦୁଃଖୀ ହଉନି, ପରର ଦୁଃଖରେ ଦୁଃଖୀ ହଉନି, ଏ କି ବୈଷ୍ଣବତା ଆମର? ତେଣୁ ଏଇଭଳି ଜୟଦେବ ଗୋସ୍ୱାମୀଙ୍କର ପର ଦୁଃଖ କାତରତାକୁ ଦେଖି ନିରଞ୍ଜନ ବିପ୍ର ଯୋଉ ପାଷାଣ ସମ କଠୋର ହୃଦୟ ମଧ୍ୟ ତଳିଗଲା। କଠୋର ହୃଦୟ ଏ ପର ଦୁଃଖ କାତରତା ଦେଖିଗଲା, ତଳିଗଲା। ସେ ତାର ମନ୍ଦ କୃତ୍ୟ ପାଇଁ ପଶ୍ଚାତାପ କରି ତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲା। ଜୟଦେବ ଗୋସ୍ୱାମୀଙ୍କର ପାଦ ତଳେ ପଡ଼ି ବିନୀତ ପ୍ରାର୍ଥନା କଲା ଯେ ପ୍ରଭୁ ମତେ କ୍ଷମା କରନ୍ତୁ, ମୁଁ ଷଡ଼ଯନ୍ତ୍ର ପୂର୍ବକ କରିଥିବା ଏ ଯେ ନକଲି କାଗଜ କଥା ଖୋଲି କହିଲା ଏବଂ ସବୁ ଧନ ସମ୍ପତ୍ତି ଫେରାଇ ଦେଲା। ଇଏ ହେଉଛି ଜୟଦେବ ଗୋସ୍ୱାମୀ, ଯାହାଙ୍କର ପିଲାଟି ବେଳୁ ପର ଦୁଃଖ କାତରତା ବୈରାଗତା ତୁଳସୀ ଦୁଇ ପତ୍ର ବାସିଲା ପରି ବାସୁଥାଏ। ଇଏ ହେଉଛି ଜୟଦେବ ଗୋସ୍ୱାମୀଙ୍କର ବାଲ୍ୟଲୀଳା। ଜୟଦେବ ଗୋସ୍ୱାମୀ ଯୌବନକୁ ପ୍ରାପ୍ତ କରୁଛନ୍ତି ଦକ୍ଷିଣର ସୁଦେବ ନାମକ ଏକ ବ୍ରାହ୍ମଣ ସନ୍ତାନ ପାଇବା ଲାଳସାରେ ଜଗନ୍ନାଥଙ୍କୁ ମନ ପ୍ରାଣ ଦେଇ ସେବା କରୁଥିଲେ। ମୋର ସନ୍ତାନ ଦରକାର, କୁହାହେଇଛି ଯଦିଓ କୁହାହେଇଛି ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟେ, ମମ
जन्मनि जन्मनि स्वरे भवताद भक्तिर अहेतुकी तोई। जदिओ ये हूँ अहेतुकी भक्ति। शुद्ध भक्त कौन? न धन न जन न सुंदरी। धन जन सुंदर रमण मोर दरकार नहीं। ये हूँ शुद्ध भक्तर लक्षण। किंतु जदि भक्तर किछि आवश्यकता हुए से निजर पिता पाखरे हाथ हाथ बढ़े मागी थाए, किंतु अन्य मानक पाखरे नुहे। कहबार उद्देश्य भक्तर जहाँ भी आवश्यक से देवता मान पाखु जाई न थाए, जो माने बिजनेस करथांती का पाखु जाई थांती? निजर स्व पिता निजर पिता भगवान पाखकु जाई थांती। सेहीपरि आज सुदेव ब्राह्मण एक संतान को प्राप्त करिया पई जगन्नाथ पाखकु चलिले। दिने भक्तिपूत मनरे ठाकुरଙ୍କ चरणरे गुहारी जड़े कहले, हे प्रभु तुमर दयारु मोर संतान हेले, मु से संतान को तुम सेवारे अर्पण करिबी। तुमर दास किंबा दासी रूपे से सेवार सौभाग्य लाभ करिबो। भगवान कर इच्छारु प्रथमे तांकर एक संत्या एक कन्याटिए जन्म ग्रहण कले, जो कन्या नाम थिला पद्मावती। पद्मावती जेपरी नाम सेपरी मध्य गुणवती थिले। बाल्य कालरू प्रभु भक्ति रे अनुप्राणित पद्मावती 12 वर्ष हेले। 12 वर्ष हला पद्मावती को सुदेव ब्राह्मण तांको आनी जगन्नाथंकर चरणले रे समर्पित करथिले। जगन्नाथ कहले, हे नीलाद्रि बिहारी प्रतिज्ञा अनुसारे एबे मु तुम सम्मुखरे उपस्थित ए कन्या आपणकर ए कन्या को आपण ग्रहण करंतु, दासी रूप रे तक स्थान दियंतु। एबे मो पे जहाँ आज्ञा हब ताहा मु शिरधार्य करी निजको धन्य मन करिबी। एपरि जगन्नाथ पाखरे प्रार्थना करुछंदी। जगन्नाथ कहउछंदी, हे भूदेव पद्मावती आजि ठारू मोर होई गला। मु एहाकु अंगीकार करिनेली। एबे मोर आज्ञा सुन। कौन प्रभु आपनकर आज्ञा? ना कामिनी कांचनरु दूरे रही मो भक्ति रे दिवानिश निमग्न रहुथिबा परम रसिक जयदेव मोर स्वरूप अटंती। जगन्नाथ ओपन करी कहउछंती, कामिनी कांचनरु दूरे रही बा अनासक्त रही। कामिनी माने कौन? कन्या कामिनी झियो माने हेले कन्या। कांचन मीन्स सुना सुना बा भौतिक पदार्थ। ये नारी एवं भौतिक पदार्थ रु दूरे रही मोर भक्ति रे मग्न रहुथिबा जयदेव होछि मोर स्वरूप। जन मोर स्वरूप अटंती। तांको ए कन्या रत्न अर्पण करी तुम्हें निश्चिंत रह। ए कन्या को नहीं तुम्हें तांको अर्पण कर। जगन्नाथंकर आज्ञा कौन करिवे सुदेव? जगन्नाथंक आज्ञा को मानी सुदेव जयदेव निकट रे पहुंचिले। जयदेवंकर बैरागी बेश देखी प्रथमे कन्यादान कथा कहया पई
ଭୂଦେବଙ୍କର ସାହସ ହେଉନାହିଁ। କିପରି ଏତେ ବୈରାଗ୍ୟ ମୁଁ କେମିତି ମୋ କନ୍ୟାକୁ ଦାନ କରି କହିବି କେମିତି? ସାହସ ହଉନାହିଁ। ପୁଣି ଧୈର୍ଯ୍ୟ ବାନ୍ଧି କହିଲେ, ମହାତ୍ମା, ମୋର ଅଳିଅଳି କନ୍ୟା ଏହି ପଦ୍ମାବତୀକୁ କନ୍ୟା ରୂପରେ ଗ୍ରହଣ କରି ସେବା ସୌଭାଗ୍ୟ ପ୍ରଦାନ କର। ତୁମେ ମୋର କନ୍ୟାକୁ ଗ୍ରହଣ କର। ବ୍ରାହ୍ମଣଙ୍କର ଏ କଥା ଶୁଣି ଜୟଦେବଙ୍କ ମୁଣ୍ଡରେ ମାନ ବଜ୍ର ପଡିଗଲା। ସେ ଶୁଣିଲେ ଏ କଥା ଯେ ମୋର କନ୍ୟାକୁ ଗ୍ରହଣ କର, ଏ କଥା ଶୁଣି ଜୟଦେବଙ୍କ ମୁଣ୍ଡରେ କଣ ପୁରା ବଜ୍ର ପଡିଗଲା। କହିଲେ, ହେ ବିପ୍ର, ତୁମେ କଣ କହୁଛ? କଣ କହୁଛ? ମୋ ଭଳି ଜଣେ ପରମ ଅକିଞ୍ଚନ ବନବାସୀକୁ କନ୍ୟାଦାନ କରୁଛ? ତୁମର ମୁଣ୍ଡ ଠିକ ଅଛି ତ? ତୁମେ ଠିକ ଠାକ ଅଛ ତ? ମୋ ବେଶ ଦେଖିପାରୁଛ କି ନାହିଁ? ଝିଅ ସେମିତି କୌଣସି ଅଦରକାରୀ ଜିନିଷ ନୁହଁ ଯେ ଯାହାକୁ ପାରିବ ତାକୁ ଦେଇଦବ। କନ୍ୟାଦାନ ଗ୍ରହଣ କରିବା ଭଳି ଯୋଗ୍ୟତା ଥିବା ଜଣେ କୁलीନ ଧନୀ ବ୍ରାହ୍ମଣ ଦେଖି ତୁମର କନ୍ୟାଦାନ କର। ମୋ ଭଳି ବନବାସୀ କି କନ୍ୟାଦାନ କର ନାହିଁ। ଦେଖିପାରୁଛ ତ ମୁଣ୍ଡ ଠିକ ଅଛି ତ? ମୋର ବେଶକୁ ଦେଖିପାରୁଛ ତ? ବ୍ରାହ୍ମଣ କହିଲେ, ମୁଁ ଜଗନ୍ନାଥଙ୍କର ଆଜ୍ଞାକୁ ମାନି ତୁମ୍ଭ ନିକଟକୁ ଆସିଛି। ହେ ଜୟଦେବ, ଇଏ ମୋର ଇଚ୍ଛା ନୁହଁ, ଇଏ ଜଗନ୍ନାଥଜୀଙ୍କର ଇଚ୍ଛା, ଜଗନ୍ନାଥଙ୍କର ଆଜ୍ଞା। ତେଣୁ ଜଗନ୍ନାଥଙ୍କର ଆଜ୍ଞାକୁ ମୁଁ ପାଳନ କରି ତୁମ ନିକଟକୁ ମୋ କନ୍ୟା ଦେବାକୁ ଆସିଛି। ତୁମେ ମୋର କନ୍ୟା ପଦ୍ମାବତୀକୁ ଗ୍ରହଣ କର। ଜୟଦେବ କହିଲେ, ଆରେ ଜଗନ୍ନାଥଙ୍କ କଥା ଭୁଲି ଯାଅ। ଆରେ ସେ ପରମ ସମର୍ଥ ଅଟନ୍ତି, ଯିଏ 16,108 ରାଣୀକି ସମ୍ଭାଳିଛନ୍ତି, ତାଙ୍କ ପାଇଁ ସମ୍ଭବ। ଆଉ ମୋ ପାଇଁ ସମ୍ଭବ ନୁହଁ। ମୁଁ ତ ଗୋଟିଏ, ମୋ ପାଇଁ ପାହାଡ ଭଳି। ଆରେ ଜଗନ୍ନାଥ ଭଗବାନ ଅଟନ୍ତି, ତାଙ୍କ ପାଇଁ 16,108 ଅତି ସହଜ, କିନ୍ତୁ ମୋ ପାଇଁ ଗୋଟିଏ କଣ ପାହାଡ ସଦୃଶ୍ୟ। ନାଇଁ 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 ନାଇଁ, ତୁମେ ତୁରନ୍ତ ନେଇକି ୟାକୁ ଯାଅ, ଯଥା ଶୀଘ୍ର କନ୍ୟାକୁ ନେଇ ଫେରିଯାଅ। ଏକଥା ଶୁଣିଲେ ବ୍ରାହ୍ମଣ ଟିକେ ବିରକ୍ତ ହେଲେ। ବଡ ବୈରାଗୀ ଦେଖୁଛ ନା? ବଡ ବଡ ବୈରାଗୀ ଦେଖୁଛ। ଆରେ ଯାହାଙ୍କର ଆଜ୍ଞା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିରଧାର୍ଯ୍ୟ କରନ୍ତି, ତାଙ୍କର ଆଜ୍ଞା ତମେ ମାନିବନି? ଝିଅ କହିଲେ, ମାରେ, ଇଏ ମାନୁ ନ ମାନୁ, ମୁଁ ଜଗନ୍ନାଥଙ୍କର ଆଜ୍ଞାକୁ ଲଙ୍ଘନ କରିବି ନାହିଁ। ସେ କହିଦେଇଛନ୍ତି ମାନେ ଇଏ ଆଜିଠାରୁ ତୋର ସ୍ୱାମୀ ଅଟନ୍ତି। ଇଏ ରଖନ୍ତୁ ବା ମାରନ୍ତୁ, ତୁ ଆଙ୍କ ଦୁଆରେ ପଡିକି ରହ। ଏତିକି କହିକି ବ୍ରାହ୍ମଣ ପଳେଇଲେ। କି ପ୍ରକାର ପିତା ଝିଅକୁ ଛାଡ଼ି ଦେଇକି ପଳେଇଲେ। ଦେଖ, ଇଏ ତୋର ସ୍ୱାମୀ, ଇଏ ରଖନ୍ତୁ ବା ମାରନ୍ତୁ, ତୁ ଆଙ୍କ ଦୁଆରେ ପଡିକି ରହ, ଏ ଜଗନ୍ନାଥଙ୍କର ଇଚ୍ଛା ବା ଜଗନ୍ନାଥଙ୍କର ଆଜ୍ଞା, କହିଦେଇକି ବିଦାୟ। ପଦ୍ମାବତୀ ଜୟଦେବଙ୍କୁ ବୁଝାଉଛନ୍ତି, ଦେବ, ତୁମେ ନିଜର କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ଭଲ ଭାବେ ବିଚାର କରି ଦେଖ। ମୋ ନିଜର ଠିକଣା ନାହିଁ, ମୁଁ ତମକୁ ରଖିବି କିପରି? ଏପରି ଦରିଦ୍ର ପାଖରେ ରହି ତୁମେ ସୁଖୀ ହୋଇପାରିବ ନାହିଁ। ମୋ କଥା ମାନ, ତୁମେ ଘରକୁ ଫେରିଯାଅ। ତୁମ ବାପାଙ୍କୁ ବୁଝେଇ ଏକ ଅନ୍ୟତ୍ର ଧନିକ ବ୍ରାହ୍ମଣ ଘରେ ନିଜର ବିବାହ ପ୍ରସ୍ତାବ ପକାଅ। ପଦ୍ମାବତୀ କହିଲେ, ସ୍ୱାମୀ, ତୁମ ଚରଣ ହିଁ ମୋର ଘର।
ଯଦି ଆମ ଭଳି କିଏ ଥାନ୍ତେ ସେଠି କନ୍ୟା କଣ କହନ୍ତେ ଆରେ ବଢିଆ ହାଁ, ଇଏ ଫକୀରପତି ପାଖେ ମୁଁ କାହିଁ ରହିବି, ଫକୀରପତି କାହିଁ ରହିବି, ଆମେ ପଳେଇ ଆସିଥାନ୍ତେ। କିନ୍ତୁ ପଦ୍ମାବତୀ ଦେଖନ୍ତୁ କେତେ ଗୁଣବାନ, କଣ କହିଲେ ପ୍ରଭୁ ବା ସ୍ୱାମୀ ମୋର ବାପ ଘର ଘର ନୁହଁ, ମୋ ଘର କୋଉଠି, ଆପଣଙ୍କର ଚରଣ ହିଁ ମୋର ଘର। ବାପା ମତେ ଆପଣଙ୍କ ହାତରେ ଟେକି ଦେଇଛନ୍ତି, ତା ଛଡା ଇଏ ମଧ୍ୟ ଜଗନ୍ନାଥଙ୍କର ଆଜ୍ଞା। ତୁମେ ମୋର ଇହକାଳ ଏବଂ ପରକାଳର ଦେବତା। ଏବେ ତୁମେ ରଖିଲେ ରଖ, ମାରିଲେ ମାର, ତୁମ ଛଡା ମୋର ଅନ୍ୟ ଆଶ୍ରୟ ନାହିଁ। ମୋର ଏହା ଅଟଳ ନିର୍ଣ୍ଣୟ, ମତେ ରଖିଲେ ରଖ, ମାରିଲେ ମାର, କିନ୍ତୁ ତୁମେ ହିଁ ମୋର ଆଶ୍ରୟ, ତୁମ ବିନା ମୋର ଆଶ୍ରୟ କେହି ନାହାନ୍ତି। ପଦ୍ମାବତୀଙ୍କର ଏ କଥାକୁ ଶୁଣି ଜୟଦେବ ଚିନ୍ତାରେ ପଡିଗଲେ। ଭାବିଲେ ବଡ ଧର୍ମ ସଙ୍କଟ ପରିସ୍ଥିତି ହେଲା। ଗୋଟେ ପଟେ ଜଗନ୍ନାଥଙ୍କର ଆଜ୍ଞା ଯେ ପଦ୍ମାବତୀକି ଗ୍ରହଣ କର, ଏବଂ ଅନ୍ୟ ପଟରେ ଇଏ ମୋର ବୈରାଗ୍ୟ ବେଶ, ବ୍ରହ୍ମଚାରୀର ବେଶ। ଶିକର ଯଦି ମୁଁ କରୁଛି ପଦ୍ମାବତୀକୁ, ତାହେଲେ ଯେ ସଂସାରର ମୋହରେ ଛନ୍ଦି ହେବାର ସମ୍ଭାବନା ରହିଛି, ଏବଂ ଯଦି ପରିତ୍ୟାଗ କରୁଛି ତାହେଲେ ଜଗନ୍ନାଥଙ୍କର ଆଜ୍ଞାକୁ ଉଲ୍ଲଂଘନ କରୁଛି। ଯଦି ମୁଁ ପଦ୍ମାବତୀକି ଗ୍ରହଣ କରୁଛି ତାହେଲେ ସଂସାର ରୂପକ ମାୟାରେ ମୁଁ ଛନ୍ଦି ହେଇଯାଉଛି, ଯଦି ପରିତ୍ୟାଗ କରୁଛି ତାହେଲେ ଭଗବାନ ଜଗନ୍ନାଥଙ୍କର ଆଜ୍ଞାକୁ ଉଲ୍ଲଂଘନ କରୁଛି। ତେଣୁ ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମ ହତ୍ୟା। କଣ କରିବି, କଣ କରିବି, ଡିସିସନ ନେଉଛନ୍ତି। କଣ ନା ରାତିରେ ମୁଁ ଲୁଚି ଅନ୍ୟ କୁଆଡେ ପଳେଇ ଯିବି। ସ୍ଥିର କରୁଛନ୍ତି ମୁଁ ରାତିରେ ସମସ୍ତେ ଶୋଇଥିଲା ବେଳେ ଏ ଘରୁ ଛାଡିକି କୁଆଡେ ପଳେଇବି, ଏଇ ଡିସିସନ ନେଇକି ରାତିରେ ଶୟନ କରୁଛନ୍ତି। ସ୍ୱପ୍ନରେ ଜଗନ୍ନାଥ ଆସୁଛନ୍ତି, ଜୟଦେବ ଜୟଦେବ ଉଠ। ପ୍ରଭୁ କଣ ହେଲା, ପଦ୍ମାବତୀ ସାଧାରଣ ନାରୀ ନୁହେଁ, ଇଏ ଗଙ୍ଗା ଭଳି ଅତ୍ୟନ୍ତ ପବିତ୍ର ଏବଂ ମୋର ପ୍ରସାଦ। ପଦ୍ମାବତୀ ମୋର ପ୍ରସାଦ, ଆଉ ମୋର ପ୍ରସାଦକୁ ତୁମେ ଗ୍ରହଣ କର। ଏହା ତୁମ ଭକ୍ତିରେ ବାଧା ଉପଜିବ ନାହିଁ, ବରଂ ତୁମର ଭକ୍ତିଲତା ଦିନକୁ ଦିନ ବୃଦ୍ଧି ହେବ। ତେଣୁ ତୁମେ କିଛି ବିଚାର ବିମର୍ଶ ନ କରି ମୋର ପ୍ରସାଦ ପଦ୍ମାବତୀକୁ ଗ୍ରହଣ କର। ଇଏ ଜଗନ୍ନାଥଜୀଙ୍କର ସ୍ୱପ୍ନ। ମେଘ ଗର୍ଜନ ସମ ଆକାଶବାଣୀ ଶୁଣି ଜୟଦେବ ଭାବୁଛନ୍ତି ଏ ତ ଭଗବାନଙ୍କର ଇଚ୍ଛା। ତାପରେ ସ୍ୱୀକାର କଲେ, କାହାକୁ ନା ପଦ୍ମାବତୀକୁ। ପ୍ରକୃତରେ ଗୃହସ୍ଥ ଆଶ୍ରମ କାହାକୁ ବାନ୍ଧେ ନାହିଁ। ଭଗବାନଙ୍କର ଯେତେ ଶୁଦ୍ଧ ଭକ୍ତ ଅଛନ୍ତି, ଯଦି ଆମେ ସେମାନଙ୍କର ସଂଖ୍ୟା ଗଣିବା ତାହେଲେ ପରସେଣ୍ଟେଜ ନିଶ୍ଚିନ୍ତ ରୂପେ ଗୃହସ୍ଥ ମାନଙ୍କର ହବ। ବ୍ରହ୍ମଚାରୀ କେତେ ଜଣ ଅଛନ୍ତି, ଭଗବାନଙ୍କର ଭକ୍ତ ବ୍ରହ୍ମଚାରୀ କେତେ ଜଣ ଅଛନ୍ତି, ବହୁତ କମ। ଯଦି ହିସାବ କରିବା ଗୃହସ୍ଥ ଭକ୍ତ ଶୁଦ୍ଧ ଭକ୍ତ ମାନଙ୍କର ଅନେକ ଅଛନ୍ତି। ତେଣୁ କହିବାର ଉଦ୍ଦେଶ୍ୟ ହଉଛି ଗୃହସ୍ଥ ଆଶ୍ରମ କାହାକୁ ବାନ୍ଧେ ନାହିଁ। ଅନେକ ବଡ ବଡ ସନ୍ଥ ଭକ୍ତ ଗୃହରେ ରହିକି ମଧ୍ୟ, ଏଇ ଗୃହସ୍ଥ ଆଶ୍ରମରେ ରହିକି ମଧ୍ୟ ଭଗବାନଙ୍କୁ ପ୍ରାପ୍ତ କରିଛନ୍ତି। ପରୀକ୍ଷିତ ମହାରାଜ ଆଉ କିଏ ସେ,
कौन समझते युधिष्ठिर महाराज नहीं का अर्जुन ध्रुव महाराज राजा अम्बरीश महाराज बंद 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 तो समस्ते यही गृहस्थ आश्रम को स्वीकार करी भगवान को प्राप्त करिसेंती एवं पॉइंट होची ए गृहस्थ आश्रम सबु आश्रम रो मूलदुआ द फाउंडेशन ऑफ ऑल आश्रम्स गृहस्थ आश्रम जो ब्रह्मचर्य आश्रम आज गृहस्थ आश्रम जो जने ब्रह्मचर्य प्राप्त होची जने संतान ले ब्रह्मचर्य होची तो द फाउंडेशन गृहस्थ आश्रम इज द फाउंडेशन आश्रम कारण गृहस्थ आश्रम रु ब्रह्मचर्य सृष्टि होची एवं ए गृहस्थ आश्रम रु जने ब्रह्मचर्य परे गृहस्थ हला तापरे बानप्रस्थ हला एवं तापरे जने सन्यास हला ताले भाबंतु फाउंडेशन केसे ए गृहस्थ आश्रम जे फाउंडेशन आश्रम ताले गड़बड़ कोठी ना गड़बड़ एट होची यदि गृहस्थ आश्रम ठीक है गला जदि गृहस्थ आश्रम ठीक है गला ताले ए समाज ए देश ठीक हो जीवो यदि गृहस्थ आश्रम ठीक है गला ना ताले ये समाज ये देश ये सारा विश्व मध्य ठीक हो जीवो घर संसार बंधन बोली हमको लागुची यार कारण कौन ना व्यक्ति एथरे ए गृहस्थ आश्रम रहिबार विद्या जानी नहीं जेहेतु व्यक्ति ए गृहस्थ आश्रम रे किपरि रहिबो तार विद्या को जानी नहीं तेणु ताको बंधन लागुची गृहस्थ आश्रम बंधन लागुची जेपरी नौका यात्री मानकु नदी रे पार करिथाए नौका यात्री मानकु नदी रे पार करता है किंतु केते बेले ना जेते बेले पानी रे नौका थाए पानी रे नौका थाए सेते बेले यात्री माने नदी पार करथांती किंतु जदि नौका रे पानी पसी गला ताले यात्री माने पार होई परिबे नाही निजे बुड़िया सहित नौका मत बुड़ी जीवो सेही पळी ये गृहस्थ आश्रम होची प्रत्येक समाज पे बा प्रत्येक मानव पे मंगलकारी अटे जेपरी जल रे नाव अछि किंतु ए गृहस्थ आश्रम रे केतले मंगलमय हबो ना जेते बेले जने गृहस्थ तार आश्रम रे भगवान पे कौन करिबो ना संध्या बेले एवं सकाळे भगवान का नाम कीर्तन करिबो बुझिपाइले जिते बेले सकाळे एवं संध्या बेले भगवान का नाम कीर्तन करिबो लीला कथा आलोचना करिबो एवं प्रत्येक जीव को भगवान का स्वरूप भाविबो ताले तापे गृहस्थ आश्रम बंधनकारक हुए नहीं जे गृह रे भगवान का नाम कीर्तन होनी स्पेशल सकाळे संध्या रे जो गृह रे भगवान का गुण कथा कीर्तन आलोचना हेउनी एवं जो एवं जी जीव को भगवान का स्वरूप भावुनी से गृहस्थ बंधन करी जदि गृहस्थ आश्रम रे तेणु आम मैंने समस्ते गृहस्थ कौन करा दरकार भगवान कर कीर्तन करा दरकार सकाळे संध्या भगवान कर कीर्तन गुण गान लीला कथा आलोचना करा दरकार ये प्रत्येक पिता मातांकर फास्ट ड्यूटी आज आमे संतान उत्पन्न कर दोचे किंतु से मानको ठीक से पोषण प्रदान करि पार नाहती
जहा फल आम संतान मिसगाइड हो जाती सेतिपई ए सुस्थ समाज आज रुग्ण हबार लगी जदि आमर प्रत्येक गृहस्थ आश्रम रे भगवान कर नाम कीर्तन गुण लीला हब ताले ई गृहस्थ आश्रम मध्य बंधन काण हेब नाही मुक्तिर काण हे जीवो सेतिपई कहा जाउची ए जदि गृहस्थ आश्रम द वंस ठीक हे गला ना हरे कृष्ण 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 हरे 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 राम